ଜୟ ଜଗନ୍ନାଥ। କ୍ରିଏଟିଭ ଓଡ଼ିଶା ଆପଣଙ୍କୁ ସ୍ୱାଗତ କରୁଛି ମୁଁ ଗଣେଶ। ତ ଆମେ ଜାଣିବା ଯୋଉ ସିଏସସି ରେଜିଷ୍ଟ୍ରେସନ କରିବା ପାଇଁ ଆପଣଙ୍କ ଟିଇସି ସାର୍ଟିଫିକେଟ ଦରକାର। ଟିଇସି ସାର୍ଟିଫିକେଟ ଆପଣ କିପରି ପାଇପାରିବେ, ତା ପ୍ରୋସିଜର ଆପଣଙ୍କୁ ଷ୍ଟେପ ବାଇ ଷ୍ଟେପ କହିବି। ଆଉ କିପରି ଇଜିରେ ଆପଣ ତା ସାର୍ଟିଫିକେଟ ବନେଇ ପାରିବେ ସେ ବିଷୟରେ ଆପଣ ଡିଟେଲ୍ସ କହିବି। ଆପଣ ସିଏସସି ହେଉଛି ଆମର ଯୋଉଟା ଜନସେବା କେନ୍ଦ୍ର, ଆଉ ତା ପାଇଁ ଟିଇସି ସାର୍ଟିଫିକେଟ ନିହାତି ଆବଶ୍ୟକ। ତ ଆପଣ କିପରି ପାଇପାରିବେ ସେ ବିଷୟରେ ଆପଣଙ୍କୁ ଆଜି କହୁଛି। ଆଉ ତା ପୂର୍ବରୁ ମୁଁ କହି ରଖୁଛି, ଯୋଉମାନେ ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି ତ ଆମ ଚ୍ୟାନେଲକୁ ପ୍ଲିଜ ସବସ୍କ୍ରାଇବ କରିବେ, ଲାଇକ୍ କରିବେ। ତ ଆସନ୍ତୁ ଜାଣିବା କିପରି ଆପଣ ଟିଇସି ସାର୍ଟିଫିକେଟ ଆପ୍ଲାଏ କରିବେ। ଟିଇସି ସାର୍ଟିଫିକେଟ ଆପ୍ଲାଏ କରିବାକୁ ହେଲେ ଆପଣଙ୍କୁ ପ୍ରଥମେ ଗୁଗଲ କ୍ରୋମରେ ସିଏସସି ରେଜିଷ୍ଟ୍ରେସନ ଉପରେ ସର୍ଚ୍ଚ କରିବେ। ସର୍ଚ୍ଚ କଲା ପରେ ଏପରି ଭାବେ ଉପରେ ଲିଙ୍କ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏମିତି ଗୋଟେ ଆସିବ, ଖୋଲିବ ଗୋଟେ ଅପସନ୍ ଆପ୍ଲାଏ। ଆପ୍ଲାଏ ପରେ ନ୍ୟୁ ରେଜିଷ୍ଟ୍ରେସନ ସ୍ଟାଟସ୍ ଚେକ୍ ଅପଡେଟ୍ ଆପ୍ଲାଏ ଉପରେ ଟିଇସି ସାର୍ଟିଫିକେଟ ମାରିବେ। ଟିଇସି ସାର୍ଟିଫିକେଟ ନିହାତି ଦରକାର, ଟିଇସି ସାର୍ଟିଫିକେଟ ମାରିବେ। ଟି ସାର୍ଟିଫିକେଟ ହେଉଛି ଟେଲି ସେଣ୍ଟର ଏଣ୍ଟରପ୍ରେନ୍યોର୍ସ କୋର୍ସ, ଯୋଉଟା କି ଆପଣଙ୍କର ଏଇଟା ଗୋଟେ ଖୋଲିବ। ଏଠି ଲଗ୍ ଇନ୍ ୱିଥ୍ ଅସ୍ ମାରିବେ, ଆପରେ କ୍ଲିକ୍ କରିବେ। ଆପରେ କ୍ଲିକ୍ କଲା ପରେ ଆସିବ ଗୋଟେ ପୋର୍ଟାଲ, ଟି ସାର୍ଟିଫିକେଟ। ଏଇଟା ପ୍ଲିଜ ଲଗ୍ ଇନ୍ ଡିଜିଟାଲ ସେବା ପୋର୍ଟାଲ। ଏଇଟା ଆପଣଙ୍କର ସାର୍ଟିଫିକେଟ କୋର୍ସ, ସାର୍ଟିଫିକେଟ କୋର୍ସ ଏଇଟା ସିଏସସି କନଭର୍ଟ। ଆପଣ ଏଠି ଲଗ୍ ଇନ୍ ଫାର୍ଷ୍ଟ ଟାଇମ୍ ଆସୁଛନ୍ତି, ଆପଣଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ରେଜିଷ୍ଟ୍ରେସନ କରିବାକୁ ଗଲେ ଆପଣଙ୍କ ଦେଖନ୍ତୁ ଅପସନ୍ ଆସିବ ସବୁ, ଆପଣଙ୍କର ନାଁ, ମୋବାଇଲ ନମ୍ବର, ଇମେଲ ଆଇଡି, ବାପାଙ୍କ ନାଁ, ଷ୍ଟେଟ୍, ଡିଷ୍ଟ୍ରିକ୍ଟ, ଆଡ୍ରେସ, ଜେଣ୍ଡର, ଡେଟ୍ ଅଫ ବାର୍ଥ, ଟୋଟାଲ ଆପଣ ଷ୍ଟେପ ବାଇ ଷ୍ଟେପ ଦେଇଦେବେ। ତାପରେ ଗୋଟେ ଫଟୋ ଅପଲୋଡ କରିବେ। ଫଟୋ ଅପଲୋଡ କଲା ପରେ ଆପଣଙ୍କର ତଳେ ଲେଖା ହେଇଛି କ୍ୟାପଚା କୋଡ୍। ଏଇ କ୍ୟାପଚା କୋଡଟାକୁ ଠିକରେ ଦେଖିକି ଆପଣ ଯାହା ଲେଖା ହେଇଛି ସେମ୍ ସ୍ମଲ କ୍ୟାପିଟାଲ ଯାହା ଲେଖା ହେଇଥିବ ଲେଟର ସେମ୍ ହିସାବରେ ଫିଲ୍ଅପ୍ କରିବେ। ଥିଲା ପରେ ଗୋଟେ ସବମିଟ୍ ଉପରେ କ୍ଲିକ୍ କରିବେ। ସବମିଟ୍ ଉପରେ କ୍ଲିକ୍ କଲା ପରେ ଆପଣଙ୍କୁ ଗୋଟେ ପେମେଣ୍ଟ ଅପସନ୍ ଆସିବ। ଦେଖନ୍ତୁ ପେମେଣ୍ଟ ଅପସନ୍ ଆସିଛି। ଏ ପେମେଣ୍ଟ ଅପସନଟା ଆପଣଙ୍କୁ ପେମେଣ୍ଟ କରିବାକୁ ପଡ଼ିବ। ଆପଣଙ୍କୁ ସାର୍ଟିଫିକେଟ ପାଇବାକୁ ଗଲେ ପେମେଣ୍ଟ କରିବାକୁ ପଡ଼ିବ। ଗୋଟେ ଏକ୍ଜାମ ଦେବାକୁ ପଡ଼ିବ ଏଇ ସାର୍ଟିଫିକେଟ ପେମେଣ୍ଟ କଲେ। ଆପଣ ଅନଲାଇନ୍ ଦେଇପାରିବେ, କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ, ନେଟ୍ ବ୍ୟାଙ୍କିଂ, ୟୁପିଆଇ, 3-4ଟା ଅପସନ୍ ଆସୁଛି। ଆପଣଙ୍କର ଯାହା ଦେହରେ ମଧ୍ୟ ଦେଇପାରିବେ। ଡେବିଟ୍ କାର୍ଡ ମାଧ୍ୟମରେ ଦେଇପାରିବେ, ନେଟ୍ ବ୍ୟାଙ୍କ ତ ୟୁପିଆଇ ମଧ୍ୟ ଆପଣ ଫୋନ ପେ, ଗୁଗୁଲ ପେ। ମୁଁ ଫୋନ ପେରେ ଦେବି। ଆପଣ ଫୋନ ପେରେ ଆପଣଙ୍କୁ ଦେଖାଇ ଦଉଛି ମୁଁ ଆପଣ କେମିତି ଫୋନ ପେରେ ପେମେଣ୍ଟ ହଉଛି। ଆପଣଙ୍କର ଯୋଉ ଫୋନ ପେ ୟୁପିଆଇ ଆଇଡି ଯାହା ଅଛି ଆପଣ ଫୋନ ପେ ଦେଇଦେବେ। ତା ମେକ୍ ପେମେଣ୍ଟ ଉପରେ କ୍ଲିକ୍ କରିବେ। ଆପଣ ମୋବାଇଲର ଲିଙ୍କ ଯିବ, ମୋବାଇଲ ଫୋନ ପେ କୁ ସେଇଟା ଲିଙ୍କ ପେମେଣ୍ଟ କରିଦେଲା ପରେ ଆପଣଙ୍କ ଏମିତି ଗୋଟେ ଅପସନ୍ ପଳେଇ ଆସିବ, ଡିସପ୍ଲେ ଏମିତି ହେଇଯିବ। ତାପରେ ଗୋ ବ୍ୟାକ୍ ସେଣ୍ଡ ଏନିୱେ ଯୋଉ ଲେଖା ହେଇଛି ତଳେ, ଆପଣ ସେଣ୍ଡ ଏନିୱେ ଉପରେ ଆପଣ କ୍ଲିକ୍ କରିବେ। ଗो ବ୍ୟାକ୍ ମାରିବେନି, ସେଣ୍ଡ ଏନିୱେ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ପଳେଇ ଆସିବ, ଦେଖିବ ଯେ ପେମେଣ୍ଟ ସକ୍ସେସଫୁଲ ହେଇଯାଇଛି। ଆପଣଙ୍କର ଟେମ୍ପରାରୀ ନମ୍ବର ମିଳିବ, ଟିସି ନମ୍ବର ଟେମ୍ପରାରୀ ମିଳୁଛି, ମିଳିବ। ଆପଣଙ୍କ ନମ୍ବର ଗୋଟେ ମିଳିବ। ପାସୱାର୍ଡଟା ହେଉଛି ଆପଣଙ୍କ ମୋବାଇଲ ନମ୍ବର, ଏଇଟା ମନେ ରଖିବେ। ଏଇଟାକୁ ଆପଣ କପି କରିଦେବେ। ସେ ନମ୍ବରଟାକୁ ଆପଣ କପି କରିକି ରଖିବେ। ଆପଣ ଯେହେତୁ ଆଗକୁ ଦରକାର ଲେଖିକି ରଖିଦେବେ, ଦରକାର ହବ। ତ ଆପଣ ଲଗ୍ଇନ୍ କଲାବେଳେ ଏଇ ନମ୍ବରଟା ନିହାତି ଆବଶ୍ୟକ ପଡ଼ିବ, ଆପଣ ସେଇ ସମୟରେ ଦେବେ। ସେଠୁ କଣ କରିବ, ହୋମକୁ ପଳେଇବ। ହୋମକୁ ଗଲା ପରେ ଲଗ୍ଇନ୍ ୱିଥ୍ ଅସ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣଙ୍କୁ ଦେଖନ୍ତୁ ଆସିଲା। ତାପରେ ଏଠି ଆପଣ ଲଗ୍ଇନ୍ ଅପସନକୁ କରିବେ, ରେଜିଷ୍ଟ୍ରେସନ ଲଗ୍ଇନ୍ କରିବେ। ଦେଖନ୍ତୁ ଆମର ଯୋଉ ନମ୍ବରଟା କହିଥିଲେ ମୁଁ, ସେ ନମ୍ବରଟା ଟାଇପ୍ କରିବେ। ପାସୱାର୍ଡଟା ଆପଣ ମୋବାଇଲ ନମ୍ବର ଅଛି, ମୋବାଇଲ ନମ୍ବର ଟାଇପ୍ କରିବେ। ଲଗ୍ଇନ୍ ଉପରେ କ୍ଲିକ୍ କରିବେ। ଲଗ୍ଇନ୍ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ଖୋଲିଯିବ ଟିଇସି ସାର୍ଟିଫିକେଟ ପାଇଁ ଆପଣଙ୍କର ଗୋଟେ ଇଏ ଖୋଲିଯିବ। ସିଏସସି ଆକାଉଣ୍ଟ ହେଇଯାଇଥିବ, ଆପଣ ନାଁ ଲେଖା ହେଇଥିବ, ଫଟୋ ଲେଖା ହେଇଥିବ, ଫଟୋ ଥିବ, ଆପଣଙ୍କର ଡିଟେଲ୍ସ ଏଠି ଥିବ। ତାପରେ ଏଠି ଦେଖନ୍ତୁ ଆପଣଙ୍କ ଡାଟାବେସ୍ ଏଠି। ତାପରେ ଲର୍ଣ୍ଣିଂ ଆମର ଆପଣ ପଢିବାକୁ ପଡିବ, ଶିଖିବାକୁ ପଡିବ। ଏଗୁଡ଼ା ସବୁ ଶିଖିଲା ପରେ ଆପଣ ଏକ୍ଜାମ ଦେବାକୁ, ତା ନେକ୍ସଟ ଷ୍ଟେପ୍ ଏକ୍ଜାମ ଦେବେ। ଆପଣ ଷ୍ଟେପ୍ ବାଇ ଷ୍ଟେପ୍ ସବୁ ପିଡିଏଫ୍ ଅଛି, ପିଡିଏଫ୍ ମାରିକି ଖୋଲିବେ। ଖୋଲିକି ଆପଣ ଏରା ଯାହା ଅଛି ଷ୍ଟେପ୍ ବାଇ ଷ୍ଟେପ୍ ପଢିବେ, କଣ ଲେଖା ହେଇଛି ପଢିବେ ଡିଟେଲ୍ସ। ତ କିପରି ଭାବେ ଆପଣ ଭିଡିଓ ବି ଅଛି, ଭିଡିଓ ଗୁରା ଦେଖିବେ। ସବୁ ୱାଚ୍ କରିବାକୁ ପଡିବ, ମାଣ୍ଡାଟାରୀ ପୁରା ଆପଣ ଦେଖିବେ। ଏଗୁଡାକୁ ଆପଣ ଆରାମସେ ଦେଖିବେ। ଶିଖିଲା ପରେ ଆପଣ ଏକ୍ଜାମ ପାଇଁ ପ୍ରିପାରେସନ ଜାଣିବେ ଯେ ହେଇଛନ୍ତି ବୋଲି। ତାପରେ ଆପଣ ଏକ୍ଜାମ ଦେବେ। ଏରା ଦେଖି ସାରିଲା ପରେ ଆପଣଙ୍କର ଦେଖନ୍ତୁ ଏଠି ଯୋଉ 3ଟା ଅପସନ୍ ଅଛି, ଡାଟାବେସ୍, ଲର୍ଣ୍ଣିଂ ଆଉ ଆସେସମେଣ୍ଟକୁ ଆପଣ କ୍ଲିକ୍ କଲା ପରେ ଆପଣ ଏକ୍ଜାମ ଏଠି ଦେବେ। ଆପଣ ଏକ୍ଜାମ ଆପଣ 10ଟା ଷ୍ଟେପ୍ କ୍ଲିୟର କରିବାକୁ ପଡିବ। ଏକ୍ଜାମ ଗୋଟେ ଷ୍ଟେପରେ 10ଟା କ୍ୱେଶ୍ଚିନ୍ ରହୁଛି, 10ଟା ଏମିତି। ପ୍ରଥମ ଦେଖନ୍ତୁ ଡାହାଣ ପଟେ ଆପଣ ଲକ୍ ଚିହ୍ନ ଅଛି, ଲକ୍ ଓପନ୍ ଚିହ୍ନ ଅଛି, ଆଉ ସବୁ ଲକ୍ ପଡିଛି। କାରଣ ଗୋଟେ ପରେ ଗୋଟେ ଲକ୍ ଖୋଲିବ। ଆପଣ ଗୋଟେ ଏକ୍ଜାମରେ ପାସ୍ ହଉଛନ୍ତି, ନେକ୍ସଟ ଏକ୍ଜାମକୁ ଆପଣ ଯିବେ। ଆପଣ ସେ ଲକ୍ ଉପରେ କ୍ଲିକ୍ କଲା ପରେ ଆପଣଙ୍କ ଏକ୍ଜାମ ଏମିତି ଆସିବ। ତାପରେ ଏଠି ଆପଣ ଷ୍ଟାର୍ଟ ଏକ୍ଜାମ ଉପରେ କ୍ଲିକ୍ କରିବେ। ଷ୍ଟାର୍ଟ ଏକ୍ଜାମ ଉପରେ କ୍ଲିକ୍ କଲା ପରେ ଆପଣ ଦେଖନ୍ତୁ ଏଠି ଆପଣଙ୍କୁ ମଲ୍ଟି ଚଏସ୍ କ୍ୱେଶ୍ଚିନ୍ ଯୋଉଟା କି ଆସିଛି, ଆମର ଟ୍ରୁ ଫଲ୍ସ, ଆଉ କିଛି କରିବା ଦେବନି। ଟ୍ରୁ ଫଲ୍ସ ଉପରେ ଆପଣ କ୍ଲିକ୍ କରିବେ। ଆପଣ ଚୁଜ୍ କରିବେ। ଆପଣ ଯଦି ସେଟା ଭଲରେ ଲର୍ନ କରିଥିବେ, ପଢିଥିବେ, ତାହେଲେ ଆପଣ ଏଇଟା ଏକ୍ଜାମ ଆରାମସେ ପାସ୍ ହେଇପାରିବେ। ଆପଣ ଏଠି ଯାହା ଅଛି ଆପଣଙ୍କ ଅପସନ୍ ମଲ୍ଟି ଚୁଜ୍ ଅପସନ୍ ଅଛି, ସେଇଟାକୁ ଆପଣ ଚୁଜ୍ କରିବେ।
ଆପଣ ଏମିତି ଏକ୍ଜାମ ଷ୍ଟେପ୍ ବାଇ ଷ୍ଟେପ୍ 10ଟା ଏକ୍ଜାମ ଏମିତି ଆପଣ କ୍ଲିୟର କରିବେ। କ୍ଲିୟର କଲା ପରେ ଆପଣଙ୍କର ତାପରେ 2 ନମ୍ବର ଦେଖନ୍ତୁ ଏଠି ଏମିତି କଟିଯାଇଛି। ତାପରେ ଆଉ ସେଣ୍ଡ ଏନିୱେର ମାରିଲା ପରେ ଆଉ ଲଗ୍ଇନ୍ କରିଦେବେ। ଲଗ୍ଇନ୍ କଲା ପରେ ଆପଣଙ୍କ ୟୁଜର ନେମ୍ ପାସୱାର୍ଡ ମୋବାଇଲ ନମ୍ବର ଦେଇଦେବେ। ତାପରେ ଆସାଇନମେଣ୍ଟକୁ ଆଉଥରେ ଯିବେ। ଏଠି ଦେଖନ୍ତୁ ଏଠି ଗୋଟେ କମ୍ପ୍ଲିଟ ଆପଣ ଗୋଟେ କମ୍ପ୍ଲିଟ ହେଇଛି। ଆପଣଙ୍କର 10ଟାରୁ 7ଟା କ୍ୱେଶ୍ଚିନ୍ ମୋର ଠିକ୍ ଅଛି। ତ ଠିକ୍ ହେଇଯାଇଛି ମୋର ଗୋଟେ ଖୋଲି ଯାଇଛି ସେକେଣ୍ଡଟା ଖୋଲି ଯାଇଛି। ଯଦି ଆପଣ 10ଟାରୁ 5ଟା ଠିକ୍ କରୁନାହାନ୍ତି ତାହେଲେ ଆପଣଙ୍କର ଏଇଟା ହବ ନାହିଁ। ଆପଣ ଆଉଥରେ ଦେବାକୁ ପଡ଼ିବ ଏକ୍ଜାମ। ସେକେଣ୍ଡ ଖୋଲିଲେ ସେକେଣ୍ଡ ଏମିତି ଆପଣଙ୍କର ଟ୍ରୁ ଫଲ୍ସ ଏମିତି ଷ୍ଟେପ୍ ବାଇ ଷ୍ଟେପ୍ ଆପଣ ସବୁ ଖୋଲିବ। ଏମିତି 10ଟା ଷ୍ଟେପ୍ ଆପଣ କ୍ଲିୟର କରିବାକୁ ପଡ଼ିବ। ଏପରି ମଲ୍ଟି ଚଏସ୍ କ୍ୱେଶ୍ଚିନ୍ ଆପଣ କ୍ଲିୟର କଲା ପରେ ଆପଣ ଟେକ୍ ଏକ୍ଜାମ ଗୋଟେ ଆସୁଛି ଆପଣଙ୍କ ତଳେ ଟେକ୍ ଏକ୍ଜାମ। ତାପରେ ଆପଣ କ୍ଲିକ୍ କରିବେ। ତାପରେ ଆପଣ କ୍ଲିକ୍ କଲା ପରେ ଆପଣ ଟେକ୍ ଏକ୍ଜାମ ଯୋଉଟା କି ସେକେଣ୍ଡ ଫେଜ୍ ଆସୁଛି ଆପଣଙ୍କର ଏକୁ କ୍ଲିୟର ହେଇଗଲା ପରେ ଟେକ୍ ଏକ୍ଜାମ କ୍ଲିୟର ଭିଡ଼ିଓ କଲିଂ ଗୋଟେ ଆପଣଙ୍କର 60 ସେକେଣ୍ଡର ଏକ୍ଜାମ ହବ। ସେଟା ଆପ୍ରୁଭ ଆପଣଙ୍କର କ୍ୟାମେରା ଥିବା ଦରକାର ମୋବାଇଲରେ ସିଷ୍ଟମରେ, ନହେଲେ ଆଇଦର ଲ୍ୟାପଟପରେ ଆପଣ ଥିବ ଯଦି ଦରକାର। ଆପଣ 60 ସେକେଣ୍ଡ ଗୋଟେ ଭିଡ଼ିଓରେ ଏକ୍ଜାମ ହବ। ଭିଡ଼ିଓ ଏକ୍ଜାମ କ୍ଲିୟର ହେଇଗଲା ପରେ ଆପଣଙ୍କ ପାସ୍ ହେଇଯିବେ। ପାସ୍ ଏଗୁରା ସବୁ ହେଇଯାଇଥିବ। ତାପରେ ଆପଣଙ୍କର ଗୋଟେ ସାର୍ଟିଫିକେଟ ଆପଣଙ୍କ ଆଇଡିରେ ପଳେଇ ଆସିବ, ଯୋଉଟା କି ଆପଣଙ୍କ ଏକ୍ଜାମର 4ରୁ 5 ଘଣ୍ଟା ଭିତରେ ଆପଣଙ୍କ ସାର୍ଟିଫିକେଟ ପଳେଇ ଆସିବ। ସାର୍ଟିଫିକେଟ ପଳେଇ ଆସିବ। ଦେଖନ୍ତୁ ସାର୍ଟିଫିକେଟ ପଳେଇ ଆସିଛି ମୋ ଡାଟାବେସ୍ ଭିତରେ। ଡାଟାବେସ୍ ଡାଉନଲୋଡ କରିବି ସାର୍ଟିଫିକେଟ। ଡାଉନଲୋଡ କଲା ପରେ ଆପଣ ସାର୍ଟିଫିକେଟ ପାଇପାରିବେ। ସିଏସ୍ ସାର୍ଟିଫିକେଟ ମୋ ନାଁ ଲେଖା ହେଇଛି। ମୋର ସିଏସି ଆଇଡି ଯୋଉ ଆପଣଙ୍କର ଟିସି ସାର୍ଟିଫିକେଟ ନମ୍ବର ପଳେଇ ଆସିଛି। ଡିଷ୍ଟ୍ରିକ୍ଟ ଆଡ୍ରେସ ଟୋଟାଲ ପଳେଇ ଆସିଛି। ସେଟା ଆପଣ ଡାଉନଲୋଡ କରି ପ୍ରିଣ୍ଟ ଆଉଟ୍ କରି ରଖିପାରିବେ। ଆପଣ ଆକୁ ନେଇକି ନେକ୍ସଟ ଫେଜରେ ଆପଣଙ୍କର ସିଏସସି ଇଏରେ ଏଠି ୟୁଜ୍ କରିବେ। ତ ଜାଣିପାରିଲେ କିପରି ଆପଣ ସିଏସସି ଟିସି ସାର୍ଟିଫିକେଟ ଆପଣ ରେଜିଷ୍ଟ୍ରେସନ କରିବେ ଓ କିପରି ତାକୁ ଡାଉନଲୋଡ କରିବେ ସେ ବିଷୟରେ ଆପଣ ଡିଟେଲ୍ସ ଜାଣିପାରିଲେ। ଭିଡ଼ିଓ କିପରି ଲାଗିଲା ଆପଣ ମତାମତ ଦେବେ। ତ ରହୁଛି ଜୟ ଜଗନ୍ନାଥ। ପୁଣି ଦେଖା ହବ ନୂଆ ଭିଡ଼ିଓରେ।